हाँ ये कौन खड़े गंचु ना कौन ते पानी टे गरम तू गाधीबी टे ଏବେ ତ ସନ୍ଧ୍ୟା ହେଇଯାଇଛି ମୁଁ ଆସିଛି ଛାତ ଉପରକୁ କାହିଁକିନା ଏପଟେ ଯେଉଁ ପାଣି ଟାଙ୍କି ଆପଣମାନେ ଦେଖିଥିବେ ଭିଡ଼ିଓଟା ଛାଡ଼ିଥିବେ ଆର ବ୍ଲକ୍ରେ ମାନେ ପାଣି ଟାଙ୍କି ଭିତରେ ମାନେ ସଂମାଳି ଗୁଡ଼ାକ ମାନେ ବଡ଼ ବଡ଼ ସଂମାଳି ସବୁ ପଶି ଯାଇଥିଲେ। ତାପରେ ସିଏ କେତେଟା ଏମିତି ପଶିଯିବା ହେତୁ ପାଣି ଟ୍ୟାପ୍ରୁ ଯେତେବେଳେ ଆମେ ଚଲେଇଲୁ ପାଣି ମୁହଁ ହାତ ଧୋଉ ମାନେ ସେଥିରୁ ବାହାରିଲା ମାନେ ଏତିକି ସଂମାଳି ଖାଲି ଏମିତି ଗୁଣ୍ଡ 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 ଏମିତି ମାନେ ବଡ଼ ବଡ଼ ହେଇକି ବାହାରିଲା। ଆମେ ଦେଖିଲୁ କ'ଣ ସଂମାଳି ବାହାରୁଛି ଆମେ ଟାଙ୍କି ଦେଖିଲା ବେଳକୁ ପୁଣି ବଡ଼ ବଡ଼ ସଂମାଳି ଆସିକି ତା ଦେହରେ ପଶିଛନ୍ତି। ସେଥିଲାଗି ଆଜି ଦ୍ୱିପହରେ ମାନେ ତାକୁ ସଫା କରିଦେଲୁ। ସଫା କରିଦେଇକି ତାପରେ ଏବେ ସନ୍ଧ୍ୟା ହେଇଗଲାଣି ତାପରେ ଆସିଛନ୍ତି ଏପଟେ ଦେଖନ୍ତୁ ମଶାରୀ ବାନ୍ଧୁଛନ୍ତି ଏପଟେ ତା ଦେହରେ ହେଇଛି ମଶାରୀ ବାନ୍ଧୁଛନ୍ତି ତା ଦେହରେ ମାନେ ମଶାରୀ ଚିରିକିରି ମଶାରୀ ଦେଖନ୍ତୁ ବାନ୍ଧୁଥିଲେ ତା ଦେହରେ ଆଉ ଖଣ୍ଡେ ନେଇକି ତା ଦେହରେ ବାନ୍ଧିଲେ। ଏ ଦେଖିପାରୁଥିବେ ଆପଣମାନେ ମଶାରୀ ଏପଟେ ଖଣ୍ଡେ ବନ୍ଧା ହେଲା ତାପରେ ସେପଟେ ବନ୍ଧା ହେଲା ତା ଉପରେ ଟାଙ୍କିରେ ଦେଖୁଥିବେ ଉପରେ ବନ୍ଧା ହେଇଛି ମଶାରୀ। କାହିଁକିନା ମଶାରୀ କାହିଁକି ବନ୍ଧା ହେଲା ନା ଏଠି ଯେଉଁ ପୋକ ଯୋଗ ପଶିବେନି ଯେ ମାନେ କଦଳୀ ଗଛ ଯେଉଁ ଅଛି ଏଠି ଦେଖୁଥିବେ କଦଳୀ ଗଛ ପୁରା ଚାରିଆଡ଼େ ପୁରା ଜଙ୍ଗଲ କରିକି ଅଛି। ସେ କଦଳୀ ଗଛରେ ମାନେ ପ୍ରବଳ ସଂମାଳି ମାନେ ଏଡ଼େ ଏଡ଼େ ସଂମାଳି ଦେଖିବ ତା ଦେହରେ। ତାପରେ କମଳା ଗଛ ହେଇଛି ସେପଟେ ଲେମ୍ବୁ ଗଛ ହେଇଛି ତାଙ୍କର ତା ଦେହରେ ଖାଲି ସଂମାଳି ଗୁଡ଼ାକ ପ୍ରବଳ ତା ଦେହରେ। ଆମେ ଆଜି ଦେଖିକିରି ଆମେ ଦେଖାଉ ସବୁବେଳେ ସଂମାଳି ହେଇଛି ଘର ଦ୍ୱାର ଏମିତି ଚାଲେ କିନ୍ତୁ ଦେଖିଲା ବେଳକୁ ପାଣିରୁ ଯେମିତି ବାହାରିଲା ସଂମାଳି ଆମେ ଦେଖିଲା ବେଳକୁ ଟାଙ୍କି ଭିତରେ ପଶିଛି ଆଉ ଟ୍ୟାପ୍ରୁ ଆମେ ବି କେତେ ପାଣି ସାରିଛୁ ତା ଦେହରୁ। ଆଉ ସେଟା ବିଷାକ୍ତ ଜନ୍ତୁ ନା ସଂମାଳି ଗୁଡ଼ାକ ପୁରା ଭଲକି ପରିଷ୍କାର କରି ସଫାସଫି କରିଦେଲୁ। କରିଦେଇକି ତାପରେ ଆଜି ଦ୍ୱିପହର ତ ଲେଟ୍ ହେଇଥିଲା ଖାଇଲା ବେଳକୁ 2:30-3ଟା ପାଖାପାଖି ହେଇଯାଇଥିଲା। ସେଥିଲାଗି ଏବେ ସନ୍ଧ୍ୟାବେଳେ ଆସିକି ତାକୁ ମଶାରୀ କପଡ଼ା ସବୁ କାଟିକିରି ବାନ୍ଧିଦେଲେ। ଯେହେତୁ କଦଳୀ ଗଛ ଗୁଡ଼ାକ ଅଛି ସଂମାଳି ଅଛି ପୁଣି ଆସିକି ତା ଦେହରେ ଚାଲିବ ନା ସେଥିଲାଗି ତା ଦେହରେ ଆସିକି କପଡ଼ା ବାନ୍ଧି ଦେଉଥିଲେ। ଏଇଠି ମଶାରୀ ଗୋଟେ ମଶାରୀ ପୁରା ଚିରା ହେଲା ଏଇଠି କଟା ହେଇକିରି ଭଲ ମଶାରୀଟେ ଥିଲା ଆଉ ତାକୁ କାଟିକି ଭିତରୁ ବାନ୍ଧିଲେ ନହେଲେ ପୁଣି ପଶିବ ତା ଦେହରେ ପୋକ ଯୋଗ ପଶିବେ ତାପରେ ସଂମାଳି ବି ପଶିପାରେ ହେଲା। ଆଉ ସନ୍ଧ୍ୟା ହେଲାଣି ଆମେ ଏବେ ଯାଉଛୁ ତଳକୁ। ଆଉ ଜାଳ ବି ଏଠି ବୋଉ ଆଣିକି ଶୁଖେଇ ଦେଇଛନ୍ତି ବହୁତ ସୁନ୍ଦର ଜାଳ ବି ଏଠି ଆସିକି ଶୁଖିଆ ହେଇଯାଇଛି। ଏ ଜିନିଷ ସବୁ ଛାଡ଼ିକି ଯାଇଥିଲୁ ଛାତ ଉପରେ ଫଟୋ ହରିକା ଆଉ ଏବେ ଘରକୁ ଆମେ ଯାଉଛୁ। ଆସ ଆରେ ବିଚିଂଟା ନେଇ ଆସ ସେଠୁ ବିଚିଂଟା ଥିଲା ମୋତେ ଦିଅ ମୁଁ ସବୁ ଧରିକି ନେଇଯିବି। ଶୁଣିଥାଉ ଶୁଣିଥିବ ଏଠି ଆରେ ହଁ କକୁରିଟା ଏବେ ତ କାମ କରିକି ଆସିଲି ବୋଲି ଛାତ ଉପରୁ ଦେଖନ୍ତୁ ଛାତ ଉପରେ ଛିଡ଼ା ହେଇଛନ୍ତି ମୋତେ ବଢ଼େଇ ଦିଅ ସବୁ। ଆଉ କହିଲା କେତେ ଜୋରେ ମାଡ଼ ହେଲା ଏଟା ମାଡ଼ ହେଇକି ଦେଖନ୍ତୁ ଚେପା ହେଇଗଲା କେତେ ଜୋରେ ମାଡ଼ ଗଲା ଦେଖୁ। କ'ଣ ଆଜି ସକାଳୁ ସକାଳୁ ରୁଟି ହେଉଛି ରୁଟି ଚାଲିଛି ନା ଆଜି ଭାତ ରୋଷେଇ ହେଇନି। ତେବେ ସକାଳୁ ସକାଳୁ ଖାଇବା ପାଇଁ ରୁଟି ହେଇଛି ଆଉ ମଟର ତରକାରୀ ବି ଆସିଯାଇଛି। ହଁ ରୁଟି କଲୁ ପରଟା କଲୁନି ନା ପରଟା ସବୁବେଳେ ଖାଇଲେ ଭଲ ତେଲ ଜିନିଷ ଖାଇଲେ ଭଲ ନୁହଁ ସବୁଦିନ। ରୁଟି ଉପରେ ଦିପଟ ଖାଇବ ସିଏ ଭଲ ତେଲ ଜିନିଷ ସବୁବେଳେ ଖାଇଲେ ଭଲ ନା ସବୁବେଳେ ଖାଲି ପରଟା ଏତିକି ଆଉ ଅଛି ନା ଆଉ ଏତିକି ଟୋଟାଲି ଆରମ୍ଭ ହେଇନି। ହଁ ଏତିକି ଆରମ୍ଭ ହେଇଛି ଆଉ ଜଲ୍ଦି ଜଲ୍ଦି କରିଦିଅ ଖାଇବା ଆଉ। ହଁ ତେବେ ଦେଖିବ ତ ସମସ୍ତେ ଏଠି କୋଳଥ ଡାଲି ଥୁଆ ହେଇଛି ଆଜି କୋଳଥ ଡାଲି ହବ ବୋଲି। ଆଉ ଆମେ କ'ଣ କରୁଛୁ ମମି ଓଳିଆଳି କରୁଛୁ ନା ଏପଟେ ତ ଓଳିଆଳି ହେଇଗଲା ବୋଧେ କରୁଛନ୍ତି। ଆଚ୍ଛା କେଉଁଠି ସାନ କାଟୁଥିବ ସେ। ଆରେ କ'ଣ ତୁ ସିଲେଇ କରୁଛୁ ଏଠି ସାନୁ ତତେ ସିଲେଇ ଆସୁଛି ତେବେ ଦେଖିପାରୁଥିବେ ସମସ୍ତେ ନା କେମିତି ସେ ଆସୁନି ଏଠି ବାଜୁଛି ଏଇଟା ସିଲେଇ କରିଦେଉଛୁ ନା ତମେ ଦେଖିପାରୁଥିବେ ସମସ୍ତେ ସିଲେଇ କରିଦେଉଛି ଆମ ଆୟୁଷ। ହଁ ତ ପକେଟ ତାହେଲେ ସିଲେଇ ହେଉଛି ନା ପକେଟଟା ସିଲେଇ ହେଉଛି ଆଉ ସେଇ କଥା କହୁଛି ବା ଦେଖୁ କେମିତି ତିଆରି କରୁଛି ଏକା ଏକା ବସିକି ଏଠି ତିଆରି କରୁଛି ଆଉ। ଏଠି କ'ଣ ଖଡ଼େ ଗଞ୍ଚୁ ନା କ'ଣ? ପହଁରା ବନ୍ଧିବା ଆଉ ଆଚ୍ଛା ପହଁରା ବନ୍ଧାବ ନା
ଏତକ ଆଉ ଏତକ ହେଇଛି ନା ହବ ଇଏ ହେଇଛି। ତବେ ଦେଖିପାରୁଥିବେ ସମସ୍ତେ ମା ଏଠି ଦାଣ୍ଡରେ ବସିକି ପହଁରୁଛି ଯୋଉ ଖଡ଼ିକା ଉଞ୍ଚୁଛି ପହଁରା ବୋଲି ନା। ଚାଲ ଦେଖିବା ଏବେ ମମି କ'ଣ କରୁଛି। ଆରେ ମମି ତ ଏଠି ରୋଷେଇ ପାଖରେ ଥିଲା କୁଆଡ଼େ ନାହିଁ ବୋଧେ କୁଆଡ଼େ ଗଲା କେଣୁ ମମି। ମମି କୋଉଠି ଏଇଠି ଓଳଉଛୁ ତେ ପାଣି ଟିକେ ଗରମ କରିଦେବୁ ଗାଧେଇବି ଟିକେ। ହଁ ହଁ 12ଟା ଖଣ୍ଡେ ହବଣି। ହଉ ତାହେଲେ ଏଇ ଦାଣ୍ଡ ଆଡ଼େ ଅଛି ନା। କ'ଣ କରୁଛୁ ସେଠି ମମି? ଜାଳ ନାହିଁ କି ସେଠି? ଏଠି ବାବା ଯଦି ଚିରିଥିଲେ ବାବା ଚିରିଥିଲେ। ସେପଟେ ମେଘ ପକେଇଲା ଯୋଉଦିନ ବାବା ଆଇଲେ ସେଦିନ ବର୍ଷା ହେଲା। ତାପରେ ରୋଷେଇ ହବାକୁ ଯାଉଛି ଜାଳ। ମମି କୁଆଡ଼େ ଯାଇଥିଲୁ ନା କ'ଣ? ଭୃଷଙ୍ଗ ପତ୍ର ଆଣିବାକୁ କୋଳଥ ବଘରା ହବନି। ଭୃଷଙ୍ଗ ପତ୍ରଟା କୋଳଥ ବଘରା ହେଲେ ଭଲ ଲାଗେ। ଓହୋ ଆଉ ଗରମ ପାଣି କରିଥିଲୁ? ଆଉ ଗରମ ପାଣି ଘଣ୍ଟା ହେଲାଣି ତୁ ହେଲାଣି ତୁ ତ ଆସୁନୁ ଏଠିକି। ମୁଁ ସାଡ଼େ ଥିଲି ଦାଣ୍ଡ ଆଡ଼େ ତ। ଦାଣ୍ଡ ଗୋଟେ ଥିଲୁ ଆସିବୁ ନା ମତେ କହିଲୁ ମୁଁ ସେତିକି ଗରମ ପାଣି କରି ଥୋଇଛି ଏଠି। ଗରମ ପାଣି ତରକାରୀ ଯାଉଛି ବଘାରିକି। ତରକାରୀ ହେଇସାରିଲାଣି? ହଁ ତରକାରୀ ହେଇସାରିଲାଣି। ତରକାରୀ କଷି ସାରିଲାଣି ଖାଲି ଡାଲିଟା ବଘରା ହବ ଯୋଉ କୋଳଥ ଡାଲିଟା। ଇଏ କୋଳଥ ଡାଲି ନା? ତ ଏଇ କୋଳଥ ଡାଲି ଥୁଆ ହେଇଛି ଏଠି। ବଘରା ହେଇନି ବଘରା ହବ ନା ବଘରା ହେଇଯିବ। ରୋଷେଇ ସରିଲାଣି ସବୁ? ଆଉ ଖାଲି ମାଛ ଭଜା ଅଛି ବା? ତବେ ମାଛ ଭଜା ଖାଲି ଅଛି ନା? ଆଉ ଖାଲି ଏଇନା ମାଛ ଭଜା ହେଇଯିବ ଆଉ କ'ଣଟେ? ହଁ ସେଇଥିରେ କଲର ଲଗେଇଦିଅ। କଦିଆ ଖାଇବା ଚାଲିଛି ଭାତ ଆଉ କୋଳଥ ଡାଲି ମାଛ ଭଜା ଖିଆ ଚାଲିଛି ଆଉ। ତେବେ କୋଳଥ ଡାଲି ମାଛ ଭଜା ଖିଆ ଚାଲିଛି। ସାଧା ତରକାରୀ ମାଛ ଭଜା କୋଳଥ ଡାଲି ହେଇଛି ଆଉ ଆଜି ଦ୍ୱିପହର ପାଇଁ ଖାଇବା। ସବୁଠୁ ଭଲ। ହଁ ଶୀତ ଦିନ ବା କ'ଣ ଖାଆନ୍ତି? ଦେହ ପାଇଁ ଭଲ। ଓହୋ ଖାଆନ୍ତି ତ ଶୀତ ଦିନେ ଆଉ। ଭଲ ନଥିଲା ବଢ଼ିଆ ଲାଗୁଛି। ହଉ ଏବେ ଖାଇଦିଅ। ବଡ଼ର ସାନର ଖାଇକି ଗଲେ ଏଠି ଆମେ ଖାଇଦେବା ବୋଉ ବି ଖାଇସାରିଲାଣି ଆଉ।